ପିଲା ପିଲାମାନେ ତୁମମାନଙ୍କୁ CHSC ପାଠଶାଲା ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ଏଠାରେ ଆଲୋଚନା କରିବା +2 ସେକେଣ୍ଡ ଇୟର ଆର୍ଟ୍ସର ଇତିହାସ ବହିର ଏକାଦଶ ଅଧ୍ୟାୟ। ଏହି ଏକାଦଶ ଅଧ୍ୟାୟର ଯାହା ବିଷୟ ରହିଛି ସୁଫି ଏବଂ ଭକ୍ତି ଆନ୍ଦୋଳନ। ଏହାର ପ୍ରଥମ ଭିଡ଼ିଓଟି ଅଲରେଡି ମୁଁ ଆଲୋଚନା କରିଥିଲି ଭକ୍ତି ଏବଂ ସୁଫି ଆନ୍ଦୋଳନ ସମ୍ପର୍କରେ ସାମ୍ୟକ ଧାରଣା। ଏହି ଭିଡ଼ିଓରେ ମୁଁ ଆଲୋଚନା କରିବି ଶ୍ରୀ ଚୈତନ୍ୟଙ୍କ ବିଷୟରେ। ଶ୍ରୀ ଚୈତନ୍ୟ ଯିଏକି 1486 ଖ୍ରୀଷ୍ଟାବ୍ଦରେ ଜନ୍ମ ଲାଭ କରିଥିଲେ ଏବଂ 1533 ଖ୍ରୀଷ୍ଟାବ୍ଦରେ ତାଙ୍କର ମହାପରାୟଣ ହୋଇଥିଲା। ଯଦି ତାଙ୍କର ବାଲ୍ୟ ଜୀବନ ବିଷୟରେ କହିବି ତେବେ ଶ୍ରୀ ଚୈତନ୍ୟ ହେଉଛନ୍ତି ଭକ୍ତି ଆନ୍ଦୋଳନ ତ୍ରିସ୍ରୋତ ମଧ୍ୟରେ ଅନ୍ୟତମ। ତ୍ରିସ୍ରୋତ ଅର୍ଥାତ୍ ଭକ୍ତି ଆନ୍ଦୋଳନ 3 ଜଣ ମୁଖ୍ୟ ସନ୍ତଙ୍କ ଦ୍ୱାରା ହୋଇଥିଲା। ସେ ହେଉଛନ୍ତି କବୀର, ନାନକ ଏବଂ ଶ୍ରୀ ଚୈତନ୍ୟ। ତ ଶ୍ରୀ ଚୈତନ୍ୟ ଏହି ତ୍ରିସ୍ରୋତ ମଧ୍ୟରେ ଅନ୍ୟତମ। ଯଦି ଆମେ ତାଙ୍କ ଜନ୍ମ ବିଷୟରେ କହିବା ତାହେଲେ ସେ 1486 ଖ୍ରୀଷ୍ଟାବ୍ଦରେ ପଶ୍ଚିମବଙ୍ଗର ନବଦ୍ୱୀପ ଠାରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଲାଭ କରିଥିଲେ। ତାଙ୍କର ବାଲ୍ୟ ନାମ ଥିଲା ବିଶମ୍ବର ଏବଂ ତାଙ୍କୁ ନିମାଇ ବୋଲି ଲୋକେ ସମ୍ବୋଧିତ କରୁଥିଲେ। ତାଙ୍କର ପିତାଙ୍କ ନାମ ଥିଲା ଶ୍ରୀ ଜଗନ୍ନାଥ ମିଶ୍ର ଓ ମାତା ଥିଲେ ସଚୀ ଦେବୀ। ସେ ସଂସ୍କୃତ ବିଦ୍ୟାଳୟରେ ଶିକ୍ଷା ଲାଭ କରି ସଂସ୍କୃତ ସାହିତ୍ୟ, ବ୍ୟାକରଣ, ତର୍କଶାସ୍ତ୍ରରେ ପାରଦର୍ଶିତା ଅର୍ଜନ କରିଥିଲେ। ସେ ଲକ୍ଷ୍ମୀଙ୍କ ସହ ବିବାହ କରିଥିଲେ, କିନ୍ତୁ ପରେ ପରେ ସଂସାର ପ୍ରତି ତାଙ୍କର ବିରକ୍ତ ଭାବ ଜନ୍ମିଥିଲା, ତେଣୁକରି ସେ ସଂସାର ତ୍ୟାଗ କରିଥିଲେ। ତାଙ୍କର ଧାର୍ମିକ ଜୀବନର କିପରି ପରିବର୍ତ୍ତନ ଆସିଲା ସେ ବିଷୟରେ ଏବେ ଆଲୋଚନା କରିବା। ଗୟାରେ ପିତୃଶ୍ରାଦ୍ଧ ପାଇଁ ଯାତ୍ରା ସମୟରେ ଈଶ୍ୱରପୁରୀ ନାମକ ସନ୍ନ୍ୟାସୀ ଠାରୁ ସେ କୃଷ୍ଣ ମନ୍ତ୍ର ଦୀକ୍ଷା କରିଥିଲେ। ସେ ତାଙ୍କର ଗୁରୁର ନାମ ହେଉଛନ୍ତି ଈଶ୍ୱରପୁରୀ। ଏହାପରେ ସେ କୃଷ୍ଣ ଭକ୍ତିରେ ନିମଗ୍ନ ହୋଇଥିଲେ, ଭାବ ବିହ୍ୱଳ ଅବସ୍ଥାରେ ରହୁଥିଲେ। 1510 ଖ୍ରୀଷ୍ଟାବ୍ଦରେ ସେ ସନ୍ନ୍ୟାସ ଗ୍ରହଣ କଲେ ଏବଂ ନାମ ପରିବର୍ତ୍ତନ କରି ସେ ଶ୍ରୀ ଚୈତନ୍ୟ ହୋଇଗଲେ। ତାପରେ ଆମେ ଏବେ ଆଲୋଚନା କରିବା ତାଙ୍କର ଧର୍ମ ପ୍ରଚାର ଏବଂ ଭ୍ରମଣ ବିଷୟରେ। ସନ୍ନ୍ୟାସ ହେବା ପରେ ପ୍ରଥମେ ସେ ପୁରୀକୁ ଆଗମନ କରିଥିଲେ। ଓଡ଼ିଶାର ଗଜପତି ରାଜା ରୁଦ୍ର ପ୍ରତାପ ଦେବଙ୍କ ସହ ସାକ୍ଷାତ ହୋଇଥିଲା। ସେ ସୋମନାଥ, ଦ୍ୱାରକା, ମଥୁରା, ବୃନ୍ଦାବନ, କାଶୀ, ପ୍ରୟାଗ ଆଦି ସ୍ଥାନରେ ତୀର୍ଥସ୍ଥାନ ମାନଙ୍କରେ ଭ୍ରମଣ କରି କୃଷ୍ଣଙ୍କର ନାମ ପ୍ରଚାର କରିଥିଲେ। ଦୀର୍ଘ 6 ବର୍ଷ ଭାରତ ଭ୍ରମଣ ପରେ 1516 ଖ୍ରୀଷ୍ଟାବ୍ଦରେ ପୁରୀ ଫେରିଲେ। ପୁରୀର ସେ ସଂକୀର୍ତ୍ତନ, ନାମ ସଂକୀର୍ତ୍ତନ, ଭକ୍ତି ଆନ୍ଦୋଳନକୁ ବଳବତ୍ତର କରିଥିଲେ। ଓଡ଼ିଶାର ପଞ୍ଚଶାଖା ଅର୍ଥାତ୍ ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶବନ୍ତ ଦାସ, ଅନନ୍ତ ଦାସ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ଅର୍ଥାତ୍ ଓଡ଼ିଶାର ଯେଉଁ ପଞ୍ଚଶାଖା, ସେଇ ପଞ୍ଚଶାଖାର ସମସ୍ତ ସଦସ୍ୟମାନେ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ। 1533 ଖ୍ରୀଷ୍ଟାବ୍ଦରେ ପୁରୀରେ ସିଏ ଦେହତ୍ୟାଗ କରିଥିଲେ। ତାଙ୍କର ଧର୍ମବାଣୀରେ କଣ ଥିଲା ମୁଖ୍ୟ ବିଷୟବସ୍ତୁ? ନା ତାଙ୍କର ମୁଖ୍ୟ ବିଷୟବସ୍ତୁ ମଧ୍ୟରେ ଥିଲା କୃଷ୍ଣ ପ୍ରେମ। ଧର୍ମର ମୂଳ ବୃତ୍ତିକୁ ସେ କୃଷ୍ଣର ପ୍ରେମ ବାଣ୍ଟିଥିଲେ। ରାଧାକୃଷ୍ଣ ନାମ ଉଚ୍ଚାରଣ ଦ୍ୱାରା ଆନନ୍ଦ ଓ ମୁକ୍ତି ମିଳେ ବୋଲି ବିଶ୍ୱାସ କରିଥିଲେ। ସରଳ ଧର୍ମ ମାର୍ଗ, ସେ କେବଳ କୃଷ୍ଣ ନାମ ଜପିଲେ ମୁକ୍ତି ମିଳିବା ସମ୍ଭବ ବୋଲି ସେ ମତ ପ୍ରକାଶ କରିଥିଲେ। ଦ୍ୱିତୀୟ ଧର୍ମବାଣୀର ମୁଖ୍ୟ ବିଷୟବସ୍ତୁ ଥିଲା ସଂକୀର୍ତ୍ତନର ଗୁରୁତ୍ୱ ଦେବା। ପ୍ରେମ, ଭକ୍ତି, ଗୀତ, ନୃତ୍ୟ ମାଧ୍ୟମରେ ସାମୂହିକ କୃଷ୍ଣ ନାମର ସଂକୀର୍ତ୍ତନ କରୁଥିଲେ।
ମୃଦଙ୍ଗ, କରତାଳ ଆଦି ବାଦ୍ୟ ସହିତ ସଂକୀର୍ତ୍ତନ ଈଶ୍ୱରଙ୍କ ନିକଟତର କରେ ବୋଲି ସିଏ କହୁଥିଲେ। ଏହାକୁ ସେ ପ୍ରକୃତ ଈଶ୍ୱରଙ୍କ ଉପାସନାର ସାଧନା ବୋଲି ଘୋଷଣା କରିଥିଲେ। ସିଏ ବ୍ରାହ୍ମଣୀୟ ପୂଜା ପଦ୍ଧତିର ନିନ୍ଦା କରୁଥିଲେ। ସେ ଜଟିଳ କର୍ମକାଣ୍ଡ, ପୂଜାରୀ ରୀତିର ତୀବ୍ର ବିରୋଧ କରୁଥିଲେ। ଏହାକୁ ସେ ହିଂସା, ଶୋଷଣ ଓ ଅହଙ୍କାର ପ୍ରତୀକ ବୋଲି କହୁଥିଲେ। ବ୍ରାହ୍ମଣ ପୂଜା ପଦ୍ଧତିକୁ ସେ ହିଂସା, ଶୋଷଣ ଓ ଅହଙ୍କାର ପ୍ରତୀକ ବୋଲି କହୁଥିଲେ। এই ଜଟିଳ ପୂଜା ପଦ୍ଧତି ପରିବର୍ତ୍ତେ ସେ ସରଳ ଭାବରେ ରାମ ହରେ ରାମ ମନ୍ତ୍ର ଜ୍ଞାନ ପାଇଁ ଉପଦେଶ ଦଉଥିଲେ। ସମାଜର ସଂସ୍କାର ପାଇଁ ସେ କଣ କରିଥିଲେ ସେ ବିଷୟରେ ଆଲୋଚନା କରିବା। ସେ ଜାତି ପ୍ରଥାର ଘୋର ବିରୋଧୀ ଥିଲେ। ବ୍ରାହ୍ମଣ, ଶୂଦ୍ର ଏବଂ ମୁସଲମାନ ମାନଙ୍କୁ ଶିଷ୍ୟ ରୂପେ ଗ୍ରହଣ କରିଥିଲେ। ଜବନ ହରିଦାସ ତାଙ୍କର ପ୍ରମୁଖ ଭକ୍ତ ଥିଲେ। ଜୀବେ ଦୟା, ପ୍ରାଣୀମାନଙ୍କ ପ୍ରତି ଦୟା ଉପରେ ସେ ଗୁରୁତ୍ୱ ଆରୋପ କରୁଥିଲେ। ଅଚ୍ୟୁତ୍ୟ ଭେଦଭାବର ତତ୍ତ୍ୱ, ସେ ଦର୍ଶନ ସାଂଖ୍ୟ ଦର୍ଶନରୁ ଗ୍ରହଣକୃତ ଔଚିତ୍ୟ ଭେଦଭାବର ତତ୍ତ୍ୱ ପ୍ରକାଶ କରିଥିଲେ। ଜୀବ ଈଶ୍ୱରଙ୍କର ଅଂଶ କିନ୍ତୁ ସମାନ ନୁହନ୍ତି, ଭେଦ ଅଭେଦ ଉଭୟ ସତ୍ୟ, ଏହି ମତ ପ୍ରକାଶ କରିଥିଲେ। ଈଶ୍ୱରଙ୍କ ନାମ ଓ ଅବତାର ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ। ନାମ ଜପ ଏବଂ ସ୍ମରଣ ଦ୍ୱାରା ସହଜରେ ଈଶ୍ୱର ପ୍ରାପ୍ତି ସମ୍ଭବ ବୋଲି ତାଙ୍କର ମତ ଥିଲା। ତାଙ୍କ ଦ୍ୱାରା କଣ ପ୍ରଭାବ ପଡିଥିଲା ଏବଂ କେଉଁ ପରମ୍ପରା ସୃଷ୍ଟି ହୋଇଥିଲା ସେ ବିଷୟରେ ଆଲୋଚନା କରିବା। ତାଙ୍କର ଧର୍ମବାଣୀ ଭାରତରେ ଏକ ନୂତନ ଧାର୍ମିକ ଚେତନା ସୃଷ୍ଟି କଲା। ବଙ୍ଗ, ଓଡ଼ିଶା ଓ ବୃନ୍ଦାବନରେ ବୈଷ୍ଣବ ଧର୍ମର ମୁଖ୍ୟ କେନ୍ଦ୍ର ପାଲଟିଗଲା। ମୃତ୍ୟୁ ପରେ ଅବତାରୀ ପୁରୁଷ ରୂପେ ସେ ପୂଜିତ ହେଲେ ଏବଂ ଗୌରାଙ୍ଗ ମହାପ୍ରଭୁ ଆଖ୍ୟା ପ୍ରାପ୍ତ ହେଲେ। ତାଙ୍କୁ ମଧ୍ୟ ଗୌରାଙ୍ଗ ମହାପ୍ରଭୁର ଆଖ୍ୟା ଦିଆଯାଇଛି। ଜୀବନୀ କୃଷ୍ଣ ଦାସ କବିରାଜଙ୍କର ଚୈତନ୍ୟ ଚରିତାମୃତରେ ଏହି କଥା ସଂରକ୍ଷିତ ହୋଇଛି। ଭକ୍ତି ଆନ୍ଦୋଳନକୁ ଲୋକପ୍ରିୟ ଏବଂ ଜନସାଧାରଣ ମଧ୍ୟରେ ପ୍ରସାର କରିବା ଅବଦାନ ତାଙ୍କର ଅତୁଳନୀୟ ଥିଲା। ଭିଡ଼ିଓଟି ଭଲ ଲାଗିଲେ ମତାମତ ଦେବ ଏବଂ କଣ କଲେ ଭିଡ଼ିଓଟି ଆହୁରି ଭଲ ହେଇପାରିବ ସେ କଥା କମେଣ୍ଟ ବକ୍ସରେ ଦେବ, ଲେଖିବ ଏବଂ ତୁମର ସାଙ୍ଗମାନଙ୍କୁ এই ଭିଡ଼ିଓର ଲିଙ୍କକୁ ସେୟାର କରିବ।